କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ଅତୀତର ଅନେକ ନଜିର ରହିଛି ଯେ କୁକୁର ନିଜ ମାଲିକର ଧନ ଜୀବନର ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଛି। ହେଲେ ମଣିଷ ଆଜି ପାଲଟି ଯାଇଛି ପଶୁ। ନିରୀହ କୁକୁରକୁ ମାରିଦେବା ପାଇଁ ତା ଖାଦ୍ୟରେ ବିଷ ଦେଇଥିବା ହୋଇଛି ଅଭିଯୋଗ। ଆଉ ଜୀବନ ମରଣ ସହ ଯୁଦ୍ଧ କରୁଛି ନିରୀହ କୁକୁରଟିଏ। ଶ୍ରଦ୍ଧାରେ ପରିବାର କୁକୁରର ନାମ ରଖିଛନ୍ତି ଭାଲୁଆ। এই ଅବସ୍ଥାରେ ବିଚରା କଥା କହିପାରୁନଥିବା ଭାଲୁଟି ଭାବୁଛି, ମୁଁ କାହାର ବା କଣ ଦୋଷ କରିଥିଲି? ମତେ ବିଷ ଦେଇ ମରଣ ମୁହଁକୁ ଠେଲିଦେଲ। ହେ ଭଗବାନ, ଏ ମଣିଷକୁ ଟିକେ ସଦ୍ବୁଦ୍ଧି ଦେ। ଏଭଳି ଅଭାବୀ ଏବଂ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଥାନା କଟିକଟା ପଞ୍ଚାୟତ ପଶ୍ଚିମ ଖଣ୍ଡ ଭୋଳର 2 ନମ୍ବର ୱାର୍ଡରେ। এই ୱାର୍ଡର ଟୁନି ବାରିକଙ୍କ ପୋଷା କୁକୁରକୁ କିଏ ବିଷ ଦେଇଛି। ଫଳରେ କୁକୁରଟି ଏବେ ମୃତ୍ୟୁ ସହ ଲଢ଼େଇ କରୁଛି। ଏ ଘଟଣାରେ କୁକୁରର ମାଲିକ ଏବଂ ତାଙ୍କ ପରିବାର ଏବେ ଭଗବାନଙ୍କୁ ଗୁହାରି କରୁଛନ୍ତି, ହେ ପ୍ରଭୁ, ଆମ ପୋଷା କୁକୁରକୁ ବଞ୍ଚାଇ ଦିଅ। କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡ ଭୋଳ ଗ୍ରାମର 2 ନମ୍ବର ୱାର୍ଡରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମଣିଷ ବିବେକ ଶୂନ୍ୟ ହୋଇଗଲେ ହିତାହିତ ଜ୍ଞାନ ହରାଇ ଦିଏ, ମାନବିକତା ଭୁଲିଯାଏ। ଗତ ରାତିରେ ଅମାନୁଷିକ କାର୍ଯ୍ୟ କରିବାକୁ ପଛାଇ ନଥିଲା ଦୁର୍ବୃତ୍ତ। ଘରର ଅତ୍ୟନ୍ତ ବିଶ୍ୱସ୍ତ ପୋଷା କୁକୁର ଭାଲୁଆକୁ ବିଷ ଦିଆଯିବା ପରିବାର ଲୋକଙ୍କୁ ମର୍ମାହତ କରିଛି। କୁହାଯାଉଛି, ଏହା ବିଶ୍ୱାସରେ ବିଷ ଦିଆଯିବା ଘଟଣା। ଆମ ଭିତରୁ ମାନବିକତାର ମୃତ୍ୟୁ ନହେଲେ କୌଣସି ମଣିଷ ଏପରି ଆଚରଣ କରିବାକୁ କେବେ ବି ଚିନ୍ତା କରିବ ନାହିଁ। ମୃତ୍ୟୁ ସହିତ ସଂଗ୍ରାମ କରୁଛି ଏବେ ଭାଲୁଆ। ସେ ସିନା କଥା କହିପାରେନି, କିନ୍ତୁ ତା ମାଲିକର ସୁଖ ଦୁଃଖ ହାନି ଲାଭ ସବୁକୁ ଅନୁଭବ କରିପାରେ। ଭାଲୁଆ ଯେତିକି ନିରୀହ ସେତିକି ବିଶ୍ୱସ୍ତ। ଡାକ୍ତରୀ ଦଳ ଖବର ପାଇବା ପରେ ଭାଲୁଆର ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ଭାଲୁଆ। ଯିଏ ଭାଲୁଆକୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଛି ତାକୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ଦାବି ହୋଇଛି। ସେଟା କୁକୁର ବହୁତ ଦିନ ହେଲା ରହିଛି, ଆମେ ପାଳିଥିଲୁ, ତାର ନାଁ ଭାଲୁଆ। କାଲି ରାତିରେ ଜଣେ କିଏ ବିଷ ଦେଇ ଦେଇଛି, ନାଳ ଗୋଡ଼େଇକି ରାସ୍ତା କରେ ପଡ଼ିଛି। ଏବେ ତାକୁ ଦେଖିକି ପାଣି ଫାଣି ଦେଲା ବେଳକୁ ନିଶ୍ୱାସ ନେଉଛି। ତେଣୁ ଆପଣ ଫୋନ୍ କଲେ ଆସିକି ଦେଖିବେ ଗରିବ ଲୋକ କେଉଁଠୁ ଦୁଆର ମୁହଁରେ ପଡ଼ିକି ରହିଛି। ମଣିଷର ଗୋଟେ ମାନବିକତା ଦେଖିବା ଏ ହିସାବରେ ପଡ଼ିକି ରହିଛି। ତେଣୁ ଆଉ କ'ଣ ଆଉ କହିବି, ତ ଦୁଃଖର ବିଷୟ ତ ପଡ଼ିକି ରହିଛି ଏଠି। ଛୋଟବେଳୁ ଗୋଟେ କୁକୁର ରଖିଥିଲୁ, ତା ନାଁ ଭାଲୁଆ। ଆଉ ତାକୁ ବିଷ ଦେଇଚିନି କିଏ, ଆମେ ତ ଦେଖିନୁ କାହାକୁ। ଆଉ ସେ 2 ଦିନ ହେଲା ପଡ଼ିଛି, ନାଳ ଫାଳ ଗଡ଼ଉଛି। ଆଉ ସେଥିପାଇଁ ଡକ୍ଟର ଡାକିକିରି ଦେଖାଉଛୁ। ଆଉ ଭଗବାନ ତାଙ୍କର ଯାହା ବିଚାର କରିବେ, ଆମେ ଆଉ କ'ଣ କରିପାରିବୁ? ପଶୁଜନ୍ତୁ ଆମେ ତାକୁ ପାଳିଥିଲୁ ଶ୍ରଦ୍ଧାରେ, ତାକୁ କିଏ ଏମିତି ବିଷ ଦେଇଦେଲା, ଆମେ ତାକୁ କ'ଣ କରିପାରିବୁ? ଆଉ କିଛି ତାକୁ ଭଗବାନ ବିଚାର କଲାନୁ କ'ଣ କରିବ? ତେବେ ଖବର ପାଇ ନିଶ୍ଚିତ କୋଇଲି ଗୋଷ୍ଠୀ ପଶୁ ଚିକିତ୍ସା ଅଧିକାରୀ ଘଟଣାସ୍ଥଳକୁ ଆସି କୁକୁରଟିର ଚିକିତ୍ସା ଆରମ୍ଭ କରିଛନ୍ତି। ଚିକିତ୍ସା ପରେ କୁକୁରଟିର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏପଟେ ନିଜ ପୋଷା କୁକୁର ଭାଲୁଆର ଏଭଳି ଅବସ୍ଥା ଦେଖି ଦୁଃଖ ଏବଂ ମ୍ରିୟମାଣରେ ମାଲିକଙ୍କ ଘରେ ଆଜି ଚୁଲି ଜଳି ନାହିଁ। ମୁଁ ତ ଏମିତି ଖବର ପାଇ ସାଙ୍ଗେ ସାଙ୍ଗେ ଆମର ଯେ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଅଛନ୍ତି ତାଙ୍କୁ କହିଲି। ତାପରେ ବି ମୁଁ କହିଲି ଏଇଟା ପଏଜନିଂ କେସ୍, ସାଙ୍ଗେ ସାଙ୍ଗେ ଦେଖିବାକୁ ପଡ଼ିବ। ଆଜ୍ ଏ ଭେଟେନାରିଆନ୍ ହିସାବରେ ମୁଁ ସାଙ୍ଗେ ସାଙ୍ଗେ ଏଇପଟେ ଆସିକି ପହଞ୍ଚିଲି। ସସ୍ପେକ୍ଟ କରାହେଉଛି ଏଇଟା ପଏଜନିଂ କେସ୍ଟା। ତେଣୁ ଆମେ ତା'ର ଲାଇନ୍ ଅଫ୍ ଟ୍ରିଟମେଣ୍ଟ ଯାହା ଆମେ ସେ ଅନୁସାରେ ଟ୍ରିଟମେଣ୍ଟ କଲୁ। ଆଉ ଆଗକୁ ବି ପ୍ରତି 6 ଘଣ୍ଟାରେ ମୁଁ ସେଇଟା ଫଲୋଅପ୍ କରିବାକୁ ଆମର ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର କହିଛି ହେଲା। ଆଉ ମୋରି ଅନୁସାରେ ମୁଁ ଯେମିତି କହିବି ସେ ଅନୁସାରେ ଟ୍ରିଟମେଣ୍ଟ ଚାଲିବ। ଆଉ ଓଭରଅଲ୍ ତ ବହୁତ କ୍ରିଟିକାଲ୍ କଣ୍ଡିସନ୍ ଅଛି। ତେଣୁ ମେ ବି ଏଇଟା ଅର୍ଗାନ ଫସ୍ଫରସ୍ ପଏଜନିଂ ହେଇପାରେ, ଯାହା ଜଣାପଡ଼ୁଛି ପାରିପାର୍ଶ୍ୱିକ ଇଏରୁ। ଆଉ ଦେଖାଯାଉ କ'ଣ ହେଉଛି। ନିରୀହ କୁକୁରକୁ ବିଷ ଦେଇଥିବା ଦୁର୍ବୃତ୍ତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ଏହା ଏକ ମଣିଷ ରୂପୀ ରାକ୍ଷସର କାମ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଜୀବନ ମରଣ ସଂଗ୍ରାମରେ ଯୁଝି ହେଉଥିବା କୁକୁର ଭାଲୁଆ ନିଶ୍ଚିନ୍ତ ଭଗବାନଙ୍କୁ କହୁଥିବ, ହେ ଭଗବାନ, ମୋତେ କୁକୁର ଜନ୍ମ ଦେଲୁ, ମୋ ମନରେ ଦୁଃଖ ନାହିଁ। ହେଲେ ଦୁଃଖ ଏଥିପାଇଁ ଯେ ମୋତେ କଥା କହିବାର ଶକ୍ତି ଦେଲୁ ନାହିଁ। ଯଦି ସେତିକି ଦେଇଥାନ୍ତୁ, ତେବେ ଏ ମଣିଷ ରୂପୀ ରାକ୍ଷସ ଯେ ମୋତେ ବିଷ ଖୁଆଇ ଦେଇଛି, ମୁଁ ତାର ନାମ କହିପାରନ୍ତି। ତେଣୁ ବିଚାର ଆପଣମାନଙ୍କର। ନିଶ୍ଚିତ କୋଇଲିରୁ କ୍ୟାମେରା ପର୍ସନ ସଞ୍ଜୟ ବେହେରାଙ୍କ ସହ ଜୋସ୍ରାନୀ ସିଂଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।